ପିଲାଏ ଶୁଭ ସକାଳର ଶୁଭକାମନା। ଈଶ୍ୱର ତୁମମାନଙ୍କର ମଙ୍ଗଳ କରନ୍ତୁ, ସମସ୍ତଙ୍କୁ ଖୁସିରେ ରଖନ୍ତୁ। ରାଜ୍ୟ ଲୋକସେବା ଆୟୋଗର ସଭାପତିକୁ କିଏ ବହିଷ୍କାର କରିପାରନ୍ତି? ତାହେଲେ ରାଜ୍ୟ ଲୋକସଭା ଆୟୋଗର ସଭାପତିକୁ ଆମର କିଏ ବହିଷ୍କାର କରିବେ? ତାଙ୍କୁ ଯିଏ ନିଯୁକ୍ତ ଦେବେ ସେ ହିଁ ବହିଷ୍କାର କରିବେ। ତାହେଲେ ତାଙ୍କୁ ନିଯୁକ୍ତି ଆମର କିଏ ଦିଅନ୍ତି ନା ରାଷ୍ଟ୍ରପତି। ତାଙ୍କୁ ବାହାର କରିପାରିବେ ମଧ୍ୟ ରାଷ୍ଟ୍ରପତି। ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ କିଏ ନିଯୁକ୍ତ ପ୍ରଦାନ କରନ୍ତି? ତାହେଲେ ଆମର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ କିଏ ନିଯୁକ୍ତ ପ୍ରଦାନ କରିବେ ନା ରାଷ୍ଟ୍ରପତି। ତାଙ୍କୁ ବି ବାହାର କରିପାରିବେ। ସଂସଦୀୟ ସରକାରରେ ସାଂସଦମାନେ ବିଭିନ୍ନ କାର୍ଯ୍ୟ ପାଇଁ କାହା ପାଖରେ ଉତ୍ତରଦାୟୀ ରହନ୍ତି? ତାହେଲେ ଆମର ସଂସଦୀୟ ସରକାରରେ ସାଂସଦମାନେ କାହା ପାଖରେ ଉତ୍ତରଦାୟୀ ନା ଦେଶର ଜନସାଧାରଣ ପାଖରେ ଉତ୍ତରଦାୟୀ। ଭାରତର କେଉଁ ସଂସ୍ଥା ଗଣତନ୍ତ୍ରର ସହାୟକ ଭାବେ ବିବେଚିତ? ଭାରତର କେଉଁ ସଂସ୍ଥା ଆମର ନା ନ୍ୟାୟପାଳିକା ହେଲା ଗଣତନ୍ତ୍ରର ସହାୟକ ଭାବେ ବିବେଚିତ ହୋଇଥାଏ। ଅର୍ଥ ବିଲ୍ ସଂସଦରେ ଆଗତ ହେବା ଆଗରୁ କାହାର ଅନୁମତି ଆବଶ୍ୟକ? ତାହେଲେ ଆମର କାହାର ଅନୁମତି ଆବଶ୍ୟକ ହେବ ନା ରାଷ୍ଟ୍ରପତିଙ୍କର ଆବଶ୍ୟକ ହୋଇଥାଏ। ନିଜ ରାୟର ପୁନର୍ବିଚାର କ୍ଷମତା କେଉଁ ନ୍ୟାୟାଳୟର ରହିଛି? ତାହେଲେ ଆମର ନିଜ ରାୟ କିଏ ହେତା କରିପାରିବ ନା ଉଚ୍ଚତମ ନ୍ୟାୟାଳୟ ହିଁ କରିପାରିବ। ଭାରତ ସମ୍ବିଧାନର ସଂରକ୍ଷକ ଭାବେ କିଏ କାର୍ଯ୍ୟ କରନ୍ତି? ଭାରତୀୟ ସମ୍ବିଧାନର ସଂରକ୍ଷକ କିଏ ନା ଆମର ଉଚ୍ଚତମ ନ୍ୟାୟାଳୟ। ଲୋକସଭାରେ ଗୃହୀତ ହୋଇଥିବା ଗୋଟିଏ ବିଲ୍ ରାଜ୍ୟସଭାରେ ଅନୁମୋଦିତ ନହେଲେ କି ପଦକ୍ଷେପ ନିଆଯାଏ? ତାହେଲେ ଆମେ କେଉଁ ପଦକ୍ଷେପ ନେଇଥାଉ ନା ସଂସଦରେ ମିଳିତ ଅଧିବେଶନରେ ବିଲ୍ଟି ଉପସ୍ଥାପନ କରାଯାଏ। ଭାରତୀୟ ସମ୍ବିଧାନର ରକ୍ଷାକର୍ତ୍ତା କିଏ? ତାହେଲେ ଭାରତ ସମ୍ବିଧାନର ଆମର ରକ୍ଷାକର୍ତ୍ତା କିଏ ନା ସର୍ବୋଚ୍ଚ ନ୍ୟାୟାଳୟ। ସଂସଦୀୟ ସରକାରରେ ସାଂସଦମାନେ ବିଭିନ୍ନ କାର୍ଯ୍ୟ ପାଇଁ କାହା ପାଖରେ ଉତ୍ତରଦାୟୀ? କାହା ପାଖରେ ନା ଦେଶର ଜନସାଧାରଣ ପାଖରେ ଉତ୍ତରଦାୟୀ। କେତେତମ ସମ୍ବିଧାନ ସଂଶୋଧନ ଆଇନ ଅନୁଯାୟୀ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ ଘୋଷଣା କରାଯାଇଛି? ଭାରତକୁ ଆମର ନା 42ତମ ସଂଶୋଧନ ଆଇନ ଅନୁଯାୟୀ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ ଘୋଷଣା କରାଯାଇଛି। ସ୍ଥାନୀୟ ସ୍ୱାୟତ୍ତଶାସନ କେଉଁ ମୁଖ୍ୟ ତତ୍ତ୍ୱ ଉପରେ ଆଧାରିତ? ସ୍ଥାନୀୟ ସ୍ୱାୟତ୍ତଶାସନ କେଉଁ ମୁଖ୍ୟ ତତ୍ତ୍ୱ ଉପରେ ଆଧାରିତ ନା ଆମର କ୍ଷମତାର ବିକେନ୍ଦ୍ରୀକରଣ ଉପରେ ଆଧାରିତ। ସମ୍ବିଧାନ ନିୟମ ଅନୁସାରେ ରାଷ୍ଟ୍ରପତି କାହାଠାରୁ ନ୍ୟାୟିକ ଆଇନଗତ ମତ ଲୋଡ଼ିଥାନ୍ତି? କାହାଠାରୁ ନା ଆମର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଠାରୁ। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ କେତେ ବର୍ଷ ବୟସରେ ଅବସର ଗ୍ରହଣ କରିଥାନ୍ତି? ସର୍ବୋଚ୍ଚର ନ୍ୟାୟାଳୟର ଆମର କେତେ ନା 62 ବର୍ଷରେ। ଭାରତୀୟ ସମ୍ବିଧାନର କେତେତମ ସଂଶୋଧନ ଆଇନ ଅନୁଯାୟୀ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ ପରିଗଣିତ ହେଉଛି? କେତେତମ ନା 42ତମ। କାହାଙ୍କୁ ହଟାଯିବା ଭଳି ସମ୍ମାନ ପ୍ରଣାଳୀରେ
ନିର୍ବାଚନ ଆୟୋଗର ଅଧ୍ୟକ୍ଷଙ୍କୁ ମଧ୍ୟ କାର୍ଯ୍ୟାଳୟରୁ ହଟେଇ ଦିଆଯାଏ। କାହାକୁ? ଆମର ନା ସୁପ୍ରିମକୋର୍ଟର ବିଚାରପତିକି। ଭାରତ ସମ୍ବିଧାନର 18 ଅନୁଚ୍ଛେଦ ଡ୍ୟାସ୍ ନିୟମକୁ ସୂଚାଏ। 18 ଅନୁଚ୍ଛେଦ ଆମର କାହାକୁ ସୂଚାଏ? ନା ଅସ୍ପୃଶ୍ୟତା ବିଲୋପ। କାହାର ସ୍ୱାକ୍ଷର ପରେ ସଂସଦରେ ପାସ୍ ହୋଇଥିବା ଏକ ବିଲ୍ ଭାରତର ଆଇନ ହୋଇଯାଏ? ତାହେଲେ କାହାର? ନା ରାଷ୍ଟ୍ରପତିଙ୍କର। ଲୋକସଭା ବଜେଟ୍ କିଏ ଉପସ୍ଥାପନ କରନ୍ତି? ଲୋକସଭା ବଜେଟ୍ ଆମର କିଏ? ନା ଅର୍ଥମନ୍ତ୍ରୀ। ରାଜ୍ୟସଭାରେ ଓଡ଼ିଶା ପାଇଁ କେତୋଟି ଆସନ ସଂରକ୍ଷିତ? ରାଜ୍ୟସଭାରେ ଆମର କେତେଟା? ନା 10ଟା। ନିମ୍ନଲିଖିତ କେଉଁଟି ଭାରତ ସଂସଦର ଅଙ୍ଗ ନୁହେଁ? ଆମର କୋଉଟା ଅଙ୍ଗ ନୁହେଁ? ନା ଭାରତର ନିୟନ୍ତ୍ରକ ଏବଂ ମହାପରିଚାଳକ ଅଙ୍ଗ ନୁହେଁ। ବ୍ରିଟିଶ ପାର୍ଲିଆମେଣ୍ଟରେ କେଉଁ ଆଇନ ମୁସଲମାନ ମାନଙ୍କ ପାଇଁ ପୃଥକ ଭୋଟର ମଞ୍ଜୁର କରାଯାଇଥିଲା? ଭାରତ ସରକାର ଆଇନ 1909। ଆଉ 1919ରେ ମୋଲେ ମିଣ୍ଟୋ। 1909 ହେଲା ମୋଲେ ମିଣ୍ଟୋ। 1919 ହେଲା ମଣ୍ଟେଗୁ ଚେମ୍ସଫୋର୍ଡ। ନିମ୍ନ କେଉଁଟି ଭାରତର ମୌଳିକ ଅଧିକାର ନୁହଁ? ନିମ୍ନରେ ଆମର କେଉଁଟି ଭାରତର ମୌଳିକ ଅଧିକାର ନୁହଁ? ନା ସମ୍ପତ୍ତିଗତ ଅଧିକାର ହେଲା ମୌଳିକ ଅଧିକାର ନୁହଁ। ଭାରତର କୌଣସି ବିଲ୍ ଏକ ଅର୍ଥ ବିଲ୍ ହୁଏ କି ନାହିଁ, ତାହାର ସିଦ୍ଧାନ୍ତ ନେବାର ଚୂଡ଼ାନ୍ତ କର୍ତ୍ତୃପକ୍ଷ କିଏ? ତାହେଲେ ଆମର କିଏ? ଲୋକସଭାର ବାଚସ୍ପତି। ବିଶ୍ୱ ମାନବ ଅଧିକାର ଦିବସଟି କ'ଣ କେବେ ପାଳନ ହୁଏ? ବିଶ୍ୱ ମାନବ ଅଧିକାର ଦିବସ କେବେ ପାଳନ ଆମର ହୁଏ? ନା ଡିସେମ୍ବର 10। ଆଉ ଏଡ୍ସ ଦିବସ ଡିସେମ୍ବର 1। ଭାରତର ଅପିଲରେ ସର୍ବୋଚ୍ଚ ଅଦାଲତଟି କେଉଁଠି? ଅପିଲ ପାଇଁ ଆମେ କୋଉଟା? ନା ସୁପ୍ରିମକୋର୍ଟ। ଭାରତ ଜାତୀୟ ସଙ୍ଗୀତ କିଏ ଲେଖିଛନ୍ତି? ଭାରତ ଜାତୀୟ ସଙ୍ଗୀତ ଆମର ରବୀନ୍ଦ୍ରନାଥ ଠାକୁର ଲେଖିଛନ୍ତି। ଭାରତୀୟ ସମ୍ବିଧାନର କେଉଁ ଧାରାରେ ରାଷ୍ଟ୍ରପତିଙ୍କୁ ଭାରତରେ ଆର୍ଥିକ ଜରୁରୀକାଳୀନ ଘୋଷିତ କରିବା ଲାଗି ଅଧିକାର ଦିଆଯାଇଛି? ନା ଧାରା 360। ଭାରତରେ ଭାଷାର ପ୍ରଚାର ଓ ସୁରକ୍ଷା ପାଇଁ ଭାଷାଗତ ଅଧିକାରୀଙ୍କୁ ନିଯୁକ୍ତି କିଏ କରନ୍ତି? କିଏ? ରାଷ୍ଟ୍ରପତି। ଭାରତୀୟ ସମ୍ବିଧାନ କେଉଁ ଧାରା ଗିରଫ ଓ ଅଟକ ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରେ? କେଉଁ ଧାରା? ନା ଆମର ଧାରା 21। ନିମ୍ନଲିଖିତ କେଉଁଟି ଭାରତର ସାମ୍ବିଧାନିକ ସଂସ୍ଥା ନୁହଁ? ଭାରତର ଆମର କୋଉଠି ସାମ୍ବିଧାନିକ ସଂସ୍ଥା ନୁହଁ? ନା ନୀତି ଆୟୋଗ ହେଲା ସାମ୍ବିଧାନିକ ସଂସ୍ଥା ନୁହଁ। ଭାରତର ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର କିଏ? ସଶସ୍ତ୍ର ବାହିନୀର ହେଲେ ରାଷ୍ଟ୍ରପତି। ରାଜ୍ୟସଭାର ଚେୟାରମ୍ୟାନ କିଏ? ରାଜ୍ୟସଭାର ଚେୟାରମ୍ୟାନ ଆମର ଉପରାଷ୍ଟ୍ରପତି। ଭାରତର ଆଟର୍ଣ୍ଣି ଜେନେରାଲକୁ କିଏ ନିଯୁକ୍ତ କରନ୍ତି? ତାହେଲେ ଆଟର୍ଣ୍ଣି ଜେନେରାଲକୁ ଆମର କିଏ? ନା ରାଷ୍ଟ୍ରପତି ନିଯୁକ୍ତ କରନ୍ତି। ଭାରତର ଉପରାଷ୍ଟ୍ରପତିକୁ କିଏ ନିର୍ବାଚିତ କରେ?
ଉପରାଷ୍ଟ୍ରପତିକୁ ଆମର କିଏ ନିର୍ବାଚିତ କରନ୍ତି? ନିର୍ବାଚନ କମିଶନ ହେଲା ଉପରାଷ୍ଟ୍ରପତିଙ୍କୁ ନିର୍ବାଚନ କରନ୍ତି। ଉଦ୍ଦେଶ୍ୟ ସଂକଳ୍ପକୁ କିଏ ପାସ୍ କରିଥିଲେ? ଯିଏ ସେହି ମୂଳ ସିଦ୍ଧାନ୍ତ ଓ ବିଚାରକୁ ସ୍ଥାପିତ କରିଥିଲେ ଓ ଯାହାକୁ ନେଇ ଭାରତୀୟ ସମ୍ବିଧାନ ପ୍ରଣୟନ କରାଯାଇଥିଲା, ତାହେଲେ ଜବାହରଲାଲ ନେହେରୁ। ନିମ୍ନୋକ୍ତ ମଧ୍ୟରୁ କେଉଁ କାରଣ ଯୋଗୁଁ ଆମ ସାମାଜିକ ଜୀବନରେ ରାଷ୍ଟ୍ରର ଭୂମିକା ଖୁବ୍ ବେଶୀ? ନା ଏହା ସବୁଠାରୁ ବଡ଼ ଓ କ୍ଷମତାଶାଳୀ ସାମାଜିକ ତଥା ରାଜନୈତିକ ଅନୁଷ୍ଠାନ। ନିମ୍ନୋକ୍ତ ମଧ୍ୟରୁ କାହା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତିର ବିକାଶ ସମ୍ଭବ ହୋଇଥାଏ? ତାହେଲେ ପ୍ରତ୍ୟେକ ବ୍ୟକ୍ତିର ବିକାଶ ଆମର ରାଷ୍ଟ୍ର ଦ୍ୱାରା ହୋଇଥାଏ। ଆମ ସାମାଜିକ ଜୀବନ କାହା ଦ୍ୱାରା ଶୃଙ୍ଖଳିତ ଓ ଦୃଢ଼ୀଭୂତ ହୁଏ? କାହା ଦ୍ୱାରା? ରାଷ୍ଟ୍ରର ନୀତି ଓ ନିୟମ ଦ୍ୱାରା ଶୃଙ୍ଖଳିତ ଓ ଦୃଢ଼ୀଭୂତ ହୋଇଥାଏ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ରାଷ୍ଟ୍ରର ଏକ ଉପାଦାନ ଅଟେ? ରାଷ୍ଟ୍ରର ଆମର କିଏ ଉପାଦାନ? ନା ଜନସଂଖ୍ୟା ହେଲା ଉପାଦାନ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ଜନବିରଳ ରାଷ୍ଟ୍ର ଅଟେ? ଜନବିରଳ କେଉଁଠି? ନା ମୋନାକୋ ହେଲା ଆମର ଜନବିରଳ ରାଷ୍ଟ୍ର ଅଟେ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗୋଟିଏ ରାଷ୍ଟ୍ରର ରହିବା ଆବଶ୍ୟକ? ଏହା ନଥିଲେ ଏହାକୁ ରାଷ୍ଟ୍ର ବୋଲି କୁହାଯାଇ ପାରିବ ନାହିଁ। କାହାକୁ ଆମେ କହିପାରିବାନି? ନା ପରିସୀମାକୁ ଆମେ କହିପାରିବା ନାହିଁ। ରାଷ୍ଟ୍ରର ବାସ୍ତବ ରୂପ କାହା ଦ୍ୱାରା ପ୍ରକାଶ ପାଇଥାଏ? ତାହେଲେ ରାଷ୍ଟ୍ରର ବାସ୍ତବ ରୂପ ଆମର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥାଏ। ନିମ୍ନୋକ୍ତ ମଧ୍ୟରୁ କାହା ସାହାଯ୍ୟରେ ସରକାର ପରିଚାଳିତ ହୁଏ ଓ ଶୃଙ୍ଖଳିତ ଶାସନ ପ୍ରତିଷ୍ଠା କରିଥାଏ? କାହା ଦ୍ୱାରା? ନା ଆମର ଆଇନ ଦ୍ୱାରା। ରାଷ୍ଟ୍ର କେଉଁ କ୍ଷମତା ପ୍ରୟୋଗ କରି ଦେଶର ନାଗରିକ ଗୋଷ୍ଠୀ ଅନୁଷ୍ଠାନ ଇତ୍ୟାଦିକୁ ନିୟନ୍ତ୍ରଣ କରିଥାଏ? କାହାକୁ ଆମର? ନା ସାର୍ବଭୌମତ୍ୱକୁ। ଭଗବାନଙ୍କ ଦ୍ୱାରା ରାଷ୍ଟ୍ର ସୃଷ୍ଟି ହୋଇଛି, ଏହି ପ୍ରାଚୀନ ମତକୁ ନିମ୍ନୋକ୍ତ କେଉଁଠାରେ କୁହାଯାଇଛି? କେଉଁଠାରେ? ନା ମହାଭାରତରେ କୁହାଯାଇଛି। ନିମ୍ନୋକ୍ତ ମଧ୍ୟରୁ କେଉଁଟି ରାଷ୍ଟ୍ର ଉତ୍ପତ୍ତି ପାଇଁ ସାମାଜିକ ଚୁକ୍ତିମତବାଦ କୁହାଯିବ? କାହାକୁ? ନା ମନୁଷ୍ୟ ଚୁକ୍ତି କରି ରାଷ୍ଟ୍ର ସୃଷ୍ଟି କରିଛି। ଅତି ପ୍ରାଚୀନ କାଳରେ ଆମ ଦେଶର କେଉଁ ପରିବାର ରହିଥିବାର ପ୍ରମାଣ ମିଳିଛି? ପ୍ରାଚୀନ କାଳରେ ଆମର କେଉଁଟା? ନା ପିତୃକୈନ୍ଦ୍ରିକ ଓ ମାତୃକୈନ୍ଦ୍ରିକ। ପ୍ରାଚୀନ କାଳରେ ଧର୍ମ ସାହାଯ୍ୟରେ ଐକ୍ୟଭାବ ସୃଷ୍ଟି କରି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହୁଥିଲେ, ଫଳରେ ଧାର୍ମିକ ଏକତା ସୃଷ୍ଟି ହେଉଥିଲା। ଏହା କ'ଣ ଗଠନ କରିବା ପାଇଁ ସହାୟକ ହୋଇପାରିଥିଲା? ନା ରାଷ୍ଟ୍ର। ପ୍ରାକ୍ ଐତିହାସିକ ଯୁଗରେ ମନୁଷ୍ୟ ଯାଯାବର ଜୀବନଯାପନ ପରିତ୍ୟାଗ କରି ସ୍ଥାୟୀ ବସତି ସ୍ଥାପନ କଲା, ବ୍ୟକ୍ତିଗତ ସମ୍ପତ୍ତିଗତ ମାଲିକ ହେଲା। ଏହି ସମ୍ପତ୍ତିକୁ ସୁରକ୍ଷା କରିବା ପାଇଁ କାହାର ଆବଶ୍ୟକତା ଉପଲବ୍ଧ କଲା ମଣିଷ? ନା ରାଷ୍ଟ୍ରକୁ ର ସୁରକ୍ଷା କଲା। ମନୁଷ୍ୟ କେଉଁ ଭାବନାର ଅଗ୍ରଗତି ଘଟିଲା ଯାହା ଫଳରେ ସେ ନିଜର ମୌଳିକ ଅଧିକାର ଓ ସାମାଜିକ ସଂଗଠିତ ଜୀବନ ମୂଲ୍ୟ ବୁଝିପାରିଲା? କାହାର? ନା ରାଜନୈତିକର। ନିମ୍ନୋକ୍ତ ମଧ୍ୟରୁ କେଉଁଟି ରାଷ୍ଟ୍ରର ବାଧ୍ୟତାମୂଳକ କାର୍ଯ୍ୟ ଅଟେ? ରାଷ୍ଟ୍ର ପାଇଁ ଆମର ବାଧ୍ୟତାମୂଳକ କାର୍ଯ୍ୟ କେଉଁଠି? ନା ଜନସାଧାରଣଙ୍କ ଧନ ଓ ଜୀବନର ସୁରକ୍ଷା।
ନିମ୍ନୋକ୍ତ ମାନଙ୍କ ମଧ୍ୟରୁ କେଉଁଟି ରାଷ୍ଟ୍ରର ଇଚ୍ଛାଧୀନ କାର୍ଯ୍ୟ ନୁହଁ? ତାହେଲେ ଇଚ୍ଛାଧୀନ କାର୍ଯ୍ୟ ଆମର କେଉଁଠି ନୁହଁ ନା ଉତ୍ତମ ବୈଷୟିକ ନୀତି ପ୍ରଣୟନ। ସାର୍ବଭୌମତ୍ୱର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଟେ? ସାର୍ବଭୌମତ୍ୱର ଅର୍ଥ କେଉଁଟା ନା ସର୍ବୋଚ୍ଚ କ୍ଷମତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଆମେରିକା ଗସ୍ତ କରି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଦୃଢ଼ କରିଥିଲେ। ଦୁଇ ଦେଶ ମଧ୍ୟରେ ବିଜ୍ଞାନ ଓ କାରିଗରୀ ବିଦ୍ୟାର ବିକାଶର ପଥ ପରିଷ୍କାର କରିଥିଲେ। ଏହା ରାଷ୍ଟ୍ରର କେଉଁ ନୀତିକୁ ଅବଲମ୍ବନ କରୁଛି? ତାହେଲେ ଏହା ଆମ ରାଷ୍ଟ୍ରର କେଉଁ ନୀତିକୁ ଅବଲମ୍ବନ କରୁଛି ନା ଉତ୍ତମ ବୈଦେଶିକ ନୀତି ପ୍ରଣୟନ। ସାନ ମାରିନା ଗୋଟିଏ ରାଷ୍ଟ୍ର। ଏହି ରାଷ୍ଟ୍ରକୁ କେଉଁ ରାଷ୍ଟ୍ର ଭାବେ ଗ୍ରହଣ କରାଯାଇଛି? ତାହେଲେ ଏହି ରାଷ୍ଟ୍ରକୁ ଆମେ କେଉଁ ରାଷ୍ଟ୍ର ଭାବରେ ନା ଜନବିରଳ ରାଷ୍ଟ୍ର ଭାବରେ ଗ୍ରହଣ କରାଯାଇଛି। ନିମ୍ନୋକ୍ତ ମଧ୍ୟରୁ କେଉଁଟି ରାଷ୍ଟ୍ରର ବାସ୍ତବ ରୂପ ପ୍ରକାଶ କରିବାରେ ସହାୟକ ହୁଏ? ରାଷ୍ଟ୍ରର ବାସ୍ତବ ରୂପ ହେଲା ସରକାର। ଭାରତର କେଉଁ ରାଷ୍ଟ୍ରପତି ପୁନଃ ନିର୍ବାଚିତ ହୋଇଥାନ୍ତି? ଭାରତର କେଉଁ ରାଷ୍ଟ୍ରପତି ପୁନଃ ନିର୍ବାଚିତ ହେବେ ନା ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ନାମରେ ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥାକୁ ସରକାରଙ୍କର କ'ଣ ବୋଲି କୁହାଯାଏ? ସରକାରଙ୍କର ଆମେ କ'ଣ ବୋଲି କହିବା ନା ଅଙ୍ଗ ବୋଲି କହିବା। ଆମ ସମ୍ବିଧାନ ଅନୁଯାୟୀ କେନ୍ଦ୍ରସ୍ତରୀୟ କାର୍ଯ୍ୟପାଳିକାର ମୁଖ୍ୟ କିଏ ଅଟନ୍ତି? ତାହେଲେ ମୁଖ୍ୟ ଆମର କିଏ ନା ରାଷ୍ଟ୍ରପତି ଅଟନ୍ତି। ଜଣେ ଭାରତୀୟ ଇଂଲଣ୍ଡକୁ ଅଧ୍ୟୟନ କରିବାକୁ ଯାଇ ସେଠାରେ ଜଣେ ବଡ଼ ବୈଜ୍ଞାନିକ ହୋଇ ରହିଗଲେ। ସେ ଇଂଲଣ୍ଡ ନାଗରିକତ୍ୱ ଲାଭ କରି ଖ୍ୟାତି ସମ୍ପନ୍ନ ହେଲେ। ଦୀର୍ଘ 30 ବର୍ଷ ପରେ ଭାରତକୁ ଫେରିଆସିଲେ। ସେହି ବୈଜ୍ଞାନିକକୁ ଭାରତର ରାଷ୍ଟ୍ରପତି କରିବା ପାଇଁ ଚାହିଁଲେ। କେଉଁ କାରଣ ପାଇଁ ତାହା ସମ୍ଭବ ହେବ ନାହିଁ? ତାହେଲେ କେଉଁ କାରଣ ପାଇଁ ଆମର ସମ୍ଭବ ହେବନି ନା ସେ ଭାରତୀୟ ନାଗରିକତ୍ୱ ଲାଭ ନ କରିଥିବାରୁ। ନିମ୍ନୋକ୍ତ ଘଟଣାମାନଙ୍କ ମଧ୍ୟରୁ କେଉଁଟି ରାଷ୍ଟ୍ରପତିଙ୍କର କୂଟନୀତି କ୍ଷମତା ଅଟେ? କୂଟନୀତି କ୍ଷମତା କେଉଁଟା ନା ଆମର ରାଷ୍ଟ୍ରଦୂତମାନଙ୍କର ବିଭିନ୍ନ ରାଷ୍ଟ୍ରକୁ ପ୍ରେରଣା କରିବା। ରାଷ୍ଟ୍ରପତି ରାଜ୍ୟସଭାକୁ କେତେଜଣ ବ୍ୟକ୍ତିଙ୍କୁ ମନୋନୀତ କରିବେ? ରାଷ୍ଟ୍ରପତି ରାଜ୍ୟସଭାକୁ 12 ଜଣ ଆଉ ଲୋକସଭାକୁ 2 ଜଣ ପଠାଇଥାନ୍ତି। ଜଣେ ବରିଷ୍ଠ ରାଜନୈତିକ ନେତା ସଂସଦର ସଭ୍ୟ ନଥିଲେ। ପ୍ରଧାନମନ୍ତ୍ରୀ କିନ୍ତୁ ତାଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳର ଜଣେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ନିଯୁକ୍ତ କରିଦେଲେ। ନିମ୍ନୋକ୍ତ କେଉଁ କାର୍ଯ୍ୟଟି ହୋଇପାରିଲେ ସେ ସ୍ଥାୟୀ ଭାବେ ମନ୍ତ୍ରୀ ପଦରେ ରହିପାରିବେ? ସ୍ଥାୟୀ ଭାବେ କେଉଁଠିରେ ନା 6 ମାସ ମଧ୍ୟରେ ସଂସଦରେ ଯେକୌଣସି ଗୃହରେ ସଭ୍ୟ ରୂପେ ନିର୍ବାଚିତ ହେଲେ। ନିମ୍ନୋକ୍ତ ମଧ୍ୟରୁ କିଏ ଦେଶର ସଂସଦୀୟ ଶାସନ ବ୍ୟବସ୍ଥାର ମେରୁଦଣ୍ଡ ଅଛନ୍ତି? ସଂସଦୀୟ ଶାସନ ବ୍ୟବସ୍ଥାର ମେରୁଦଣ୍ଡ ହେଲା ଆମର ପ୍ରଧାନମନ୍ତ୍ରୀ। ଲୋକସଭାର ବଜେଟ୍ ଅଧିବେଶନ ସାଧାରଣତଃ କେଉଁ ସମୟରେ ବସିଥାଏ? କେଉଁ ସମୟରେ ନା ଆମର ଫେବୃଆରୀରୁ ମଇ ମାସ ମଧ୍ୟରେ। ପ୍ରଧାନମନ୍ତ୍ରୀ ତାଙ୍କର ପଦମର୍ଯ୍ୟାଦା ବଳରେ କେଉଁ ସଂସ୍ଥାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରନ୍ତି? ନା ଯୋଜନା ଆୟୋଗ। ରାଜ୍ୟସଭାର କେତେଜଣ ସଭ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରୁ ପରୋକ୍ଷ ଭାବେ ନିର୍ବାଚିତ ହୁଅନ୍ତି? ନା 238 ଜଣ। ରାଷ୍ଟ୍ରପତି 12 ଜଣକୁ ବାଛିବେ। ଲୋକସଭାର 2ଟି ଅଧିବେଶନ ମଧ୍ୟରେ ସର୍ବାଧିକ କେତେ ସମୟ ବ୍ୟବଧାନ ରହେ ନା 6 ମାସ।
ରାଷ୍ଟ୍ରପତିଙ୍କର ପ୍ରାକ୍ ଅନୁମତି ବିନା କେଉଁ ବିଲ୍ ଲୋକସଭାରେ ଆଗତ ହୋଇପାରିବ ନାହିଁ? ଅର୍ଥ ବିଲ୍। ଜଣେ ବ୍ୟକ୍ତି ପ୍ରତିହିଂସା ପରାୟଣ ହୋଇ ଗୋଟିଏ ଗ୍ରାମର ଶତାଧିକ ଲୋକଙ୍କୁ ଗୁଳି କରି ହତ୍ୟା କଲା। ବହୁଦିନ ଧରି ଜଙ୍ଗଲରେ ଆତ୍ମଗୋପନ କଲା। ଶେଷରେ ପୋଲିସ ହାତରେ ଧରାପଡ଼ି ଜେଲ୍ ଗଲା। ତାର ବିଚାର ହେଲା ତାକୁ ଫାଶୀ ଦଣ୍ଡିତ କରାଯିବ। ସେ ଉଚ୍ଚ ନ୍ୟାୟାଳୟ ଓ ଉଚ୍ଚତମ ନ୍ୟାୟାଳୟରେ ଅପିଲ କଲା। ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟ ତାର ଫାଶୀଦଣ୍ଡକୁ କାଏମ ରଖିଲେ। ତାର ବଞ୍ଚିବାର ମୋହ ଏତେ ପ୍ରବଳ ହେଲା, ସେ ଚାହିଁଲା କିଏ ତାକୁ ସେ ମୃତ୍ୟୁଦଣ୍ଡ କ୍ଷମା ଦେଇପାରିବ। ସେ କାହାକୁ କ୍ଷମା ଦେବା ପାଇଁ ଆବେଦନ କରିବ ଯେ ସେ ଚାହିଁଲେ ତାକୁ କ୍ଷମା କରିଦେଇପାରିବେ ବା ସେ ବଞ୍ଚାଇ ପାରିବେ? ନା ଭାରତର ରାଷ୍ଟ୍ରପତିକୁ। କ୍ୟାବିନେଟ୍ ବୈଠକ କେଉଁ ଉଦ୍ଦେଶ୍ୟରେ ବସିଥାଏ? କ୍ୟାବିନେଟ୍ ବୈଠକ ଆମର ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ପରିଚାଳନା ଓ ନୀତି ନିର୍ଦ୍ଧାରଣରେ ବସିଥାଏ। ମୋହନ ବାଗ 3 ବର୍ଷ ପୂର୍ବେ କଲେଜ ନିର୍ବାଚନରେ ସଭାପତି ପଦରେ ପ୍ରାର୍ଥୀ ହୋଇ ତାଙ୍କ କଲେଜର ସଭାପତିତ୍ୱ ହୋଇଥିଲେ। ବିଏ ପାସ୍ କରି ରାଜନୀତି କରିବା ପାଇଁ ମନସ୍ଥ କଲା। ତାର ଭୋଟ ଦେବାର ଅଧିକାର ଅଛି। ଫଟୋ ପରିଚୟ ପତ୍ର ମଧ୍ୟ ପାଇଛି। ଗତ ଲୋକସଭାର ନିର୍ବାଚନରେ ପ୍ରାର୍ଥୀ ରୂପେ ଲଢ଼ିଥିବା ପାଇଁ ସ୍ୱାଧୀନ ପ୍ରାର୍ଥୀ ହିସାବରେ ପ୍ରାର୍ଥୀ ପତ୍ର ଦାଖଲ କଲା। ସେହି ସମୟରେ ତାର ଫଟୋ ପରିଚୟ ପତ୍ରରେ ମୋହନ ବାଗ ପରିବର୍ତ୍ତେ ମୋହନ ବାଗ ହୋଇଥିଲା ଓ ବୟସ ମଧ୍ୟ 23 ବର୍ଷ ହୋଇଥିଲା। ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ତାର ପ୍ରାର୍ଥୀପତ୍ରକୁ ନାକଚ କରିଦିଆଯାଇଥିଲା। କେଉଁ କାରଣ ପାଇଁ ସେ ଲୋକସଭାର ପ୍ରାର୍ଥୀ ହୋଇପାରି ନଥିଲା? ନା ଲୋକସଭାରେ ପ୍ରାର୍ଥୀ ହେବାର ବୟସ ହୋଇ ନଥିଲା। ରାଷ୍ଟ୍ରପତି ଯଦି ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରନ୍ତି, ତେବେ ଏହି ଘୋଷଣାଟି କେତେ ଦିନ ମଧ୍ୟରେ ସଂସଦରେ ଅନୁମୋଦିତ ହେବା ଆବଶ୍ୟକ? ନା 1 ମାସ ମଧ୍ୟରେ। ଲୋକସଭାରେ କୌଣସି ସଭ୍ୟ ବିଶୃଙ୍ଖଳିତ ଆଚରଣ ପାଇଁ ଗୃହରୁ ବହିଷ୍କାର ବା ନିଲମ୍ବିତ କରିବାର କ୍ଷମତା ନିମ୍ନୋକ୍ତ ମଧ୍ୟରୁ କାହାର ରହିଛି? ନା ବାଚସ୍ପତିଙ୍କର। ବାଚସ୍ପତି କେଉଁ ସମୟରେ ତାଙ୍କର ନିର୍ଣ୍ଣାୟକ ଭୋଟ ପ୍ରଦାନ କରିବା ଆବଶ୍ୟକ ହୋଇଥାଏ? କୌଣସି ଚିଠା ଆଇନ ବା ସମକ୍ଷ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ଥିଲେ। ରାଜ୍ୟସଭାର ସଭ୍ୟ ହେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଅତି କମରେ କେତେ ବର୍ଷ ବୟସ ହେବା ଆବଶ୍ୟକ? ନା 30 ବର୍ଷ। ନିମ୍ନୋକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ଭାରତର ପ୍ରଥମ ରାଷ୍ଟ୍ରପତି ଥିଲେ? ଭାରତର ପ୍ରଥମ ରାଷ୍ଟ୍ରପତି ଆମର ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଭାରତର ରାଷ୍ଟ୍ରପତିଙ୍କୁ ବହିଷ୍କାର କରିବାରେ କ୍ଷମତା ନିମ୍ନୋକ୍ତ ମଧ୍ୟରୁ କାହାର ରହିଛି? ନା ଆମ ପାର୍ଲାମେଣ୍ଟର। ରାଜ୍ୟସଭାର ଉପାଧ୍ୟକ୍ଷଙ୍କୁ ନିର୍ବାଚିତ କରିବାର କ୍ଷମତା କାହାର ରହିଛି? ତାହେଲେ ଆମର ନିର୍ବାଚିତ କରିବାର କ୍ଷମତା କାହାର ଅଛି? ନା ମୁଖ୍ୟ ନିର୍ବାଚନ କମିଶନଙ୍କର ରହିଅଛି। ରାଜ୍ୟସଭାର ଉପାଧ୍ୟକ୍ଷଙ୍କୁ ନିର୍ବାଚିତ କରିବାର କ୍ଷମତା କାହାର ହୋଇଛି? ରାଜ୍ୟସଭାର ସଦସ୍ୟମାନଙ୍କର। ସାଧାରଣ ଚିଠା ଆଇନ ବା ବିଲ୍ କେଉଁଠାରେ ଆଗତ ହୋଇପାରିବ? ସାଧାରଣ ଚିଠା ଆଇନ ବା ବିଲ୍ ଆମର କୋଉଠି? ନା ଯେକୌଣସି ଗୃହରେ ଆଗତ ହୋଇପାରିବ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ କାର୍ଯ୍ୟ ଅଟେ? ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ କାର୍ଯ୍ୟ ହେଲା ସମ୍ବିଧାନକୁ ବ୍ୟାଖ୍ୟା କରିବା। ବର୍ତ୍ତମାନ ଆମ ସର୍ବୋଚ୍ଚ ନ୍ୟାୟାଳୟରେ କେତେ ଜଣ ବିଚାରପତି ଅଛନ୍ତି? ବର୍ତ୍ତମାନ ଆମର କେତେ? ନା 26 ଜଣ ଅଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ହେବା ପାଇଁ ଜଣେ ବ୍ୟକ୍ତି
କୌଣସି ଉଚ୍ଚ ନ୍ୟାୟାଳୟ ବା ଏକାଧିକ ଉଚ୍ଚ ନ୍ୟାୟାଳୟରେ କେତେ ବର୍ଷ ପାଇଁ ବିଚାରପତି ଭାବେ କାର୍ଯ୍ୟ କରିବେ? ବିଚାରପତି ଭାବେ କେତେ ବର୍ଷ ପାଇଁ କାର୍ଯ୍ୟ କରିବେ? ନା 5 ବର୍ଷ ପାଇଁ କରିବେ। ସର୍ବୋଚ୍ଚ ନ୍ୟାୟାଳୟର 5ଗୋଟି ନ୍ୟାୟିକ ଆଦେଶ ବା ପରମାଦେଶ ଜରିଆରେ ନାଗରିକମାନଙ୍କର କେଉଁ ସୁରକ୍ଷା ପ୍ରଦାନ କରିଥାଏ? କେଉଁ ସୁରକ୍ଷା? ନା ମୌଳିକ ଅଧିକାର ସୁରକ୍ଷା। କାହାକୁ ସମ୍ବିଧାନର ସର୍ବଶେଷ ବ୍ୟାଖ୍ୟାକାରୀ କୁହାଯାଏ? ସର୍ବୋଚ୍ଚ ନ୍ୟାୟାଳୟକୁ ସମ୍ବିଧାନର ସର୍ବଶେଷ ବ୍ୟାଖ୍ୟାକାରୀ ବୋଲି କୁହାଯାଏ। ସମ୍ବିଧାନ ସଂଶୋଧନ ସମ୍ପର୍କରେ ଚିଠା ଆଇନଗୁଡ଼ିକ କେଉଁଠାରେ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ସ୍ୱୀକୃତ ଲାଭ କରିଥାଏ? କେଉଁଠାରେ? ନା ସଂସଦର ଉଭୟ ଗୃହରେ ଅଲଗା ଭାବେ। କାହାର ମର୍ଜି ଅନୁସାରେ ମନ୍ତ୍ରୀ ପରିଷଦ ଶାସନ ଦାୟିତ୍ୱରେ ରହନ୍ତି? କାହାର? ନା ଲୋକସଭାର। ସମ୍ବିଧାନର କେତେ ଧାରା ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରସ୍ଥ ହେବା ପାଇଁ ନିର୍ଦ୍ଦେଶ ରହିଛି? ନା ଧାରା 32। କେଉଁ କାରଣରୁ ରାଷ୍ଟ୍ରପତିଙ୍କୁ ବହିଷ୍କାର କରାଯାଇପାରିବ? କେଉଁ କାରଣରୁ? କେବଳ ସାମ୍ବିଧାନିକ ଭଙ୍ଗ ଅଭିଯୋଗରେ। ଲୋକସଭାରେ ନିର୍ବାଚିତ ସଦସ୍ୟ ସଂଖ୍ୟା କେତେ? ଲୋକସଭାର ନିର୍ବାଚିତ ସଦସ୍ୟ ସଂଖ୍ୟା 545। ଲୋକସଭାରେ କିଏ ଅଧ୍ୟକ୍ଷତା କରନ୍ତି? ଲୋକସଭାରେ ଆମର ବାଚସ୍ପତି ଅଧ୍ୟକ୍ଷତା କରନ୍ତି। ରାଜ୍ୟସଭାର ସଭ୍ୟ ହେବା ପାଇଁ ସର୍ବନିମ୍ନ ବୟସ କେତେ? ରାଜ୍ୟସଭା ପାଇଁ ଆମର ସର୍ବନିମ୍ନ ବୟସ 30 ବର୍ଷ। ସଂସଦର ମିଳିତ ଅଧିବେଶନରେ କିଏ ଅଧ୍ୟକ୍ଷତା କରନ୍ତି? ମିଳିତ ଅଧିବେଶନରେ ଆମର ଲୋକସଭାରେ ବାଚସ୍ପତି କରିଥାନ୍ତି। ରାଜ୍ୟସଭାର ସଭ୍ୟମାନେ କେତେ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି? କେତେ ବର୍ଷ ପାଇଁ? ନା 6 ବର୍ଷ ପାଇଁ। ଅର୍ଥ ବିଲ୍ ସଂସଦର କେଉଁ ଗୃହରେ ଆଗତ ହୁଏ? ଅର୍ଥ ବିଲ୍ ହେଲା ଆମର ସଂସଦର ନିମ୍ନ ଗୃହରେ ଆଗତ ହୋଇଥାଏ ବା ଲୋକସଭାରେ। ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ କିଏ ନିଯୁକ୍ତ ଦିଅନ୍ତି? କିଏ? ନା ଆମର ରାଷ୍ଟ୍ରପତି ନିଯୁକ୍ତ ଦେଇଥାନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ କିଏ ନିଯୁକ୍ତ ଦିଅନ୍ତି? ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ଆମର ରାଷ୍ଟ୍ରପତି ନିଯୁକ୍ତ କରିଥାନ୍ତି। କେଉଁ ପରିସ୍ଥିତିରେ ସଂସଦର ମିଳିତ ଅଧିବେଶନ ଡକାଯାଏ? କେଉଁ ପରିସ୍ଥିତିରେ? ନା ସାଧାରଣ ବିଲ୍ ଗୃହୀତ ହେବା କ୍ଷେତ୍ରରେ ଲୋକସଭା ଓ ରାଜ୍ୟସଭା ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଲେ। ଓଡ଼ିଶାର କେତେ ଜଣ ସଦସ୍ୟ ଲୋକସଭାରେ ଅଛନ୍ତି? ଓଡ଼ିଶାରୁ ଆମର 21 ଜଣ ସଦସ୍ୟ ଲୋକସଭାରେ, ଆଉ ରାଜ୍ୟସଭା ପାଇଁ 10 ଜଣ ଅଛନ୍ତି। ବିଧାନସଭା ସିଟ୍ ହେଲା 147। ସମ୍ବିଧାନର ସର୍ବଶେଷ ବ୍ୟାଖ୍ୟାକାରୀ କିଏ? ସମ୍ବିଧାନର ସର୍ବଶେଷ ବ୍ୟାଖ୍ୟାକାରୀ କିଏ? ନା ସର୍ବୋଚ୍ଚ ନ୍ୟାୟାଳୟ। ରାଷ୍ଟ୍ରପତି ବହିଷ୍କାର ପାଇଁ ମହାଭିଯୋଗ ପ୍ରସ୍ତାବ ପ୍ରଥମେ ସଂସଦର କେଉଁ ଗୃହରେ ଆଗତ କରାଯାଇପାରିବ? ସଂସଦର କେଉଁ ଗୃହରେ? ନା ଉଭୟ ଗୃହରେ। କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଗଲେ ସେଠାରେ କିଏ ବାସ୍ତବ କାର୍ଯ୍ୟପାଳିକା ଭାବେ କାର୍ଯ୍ୟ କରନ୍ତି? କିଏ? ନା ଆମର ରାଜ୍ୟପାଳ ବାସ୍ତବ ଭାବେ କାର୍ଯ୍ୟ କରିଥାନ୍ତି। ଜାତୀୟ ଜରୁରୀ ପରିସ୍ଥିତିରେ ଘୋଷଣା ହେବା ସଙ୍ଗେ ସଙ୍ଗେ ସମ୍ବିଧାନ ପ୍ରଦତ୍ତ କେଉଁ ଅଧିକାର ଆପେ ଆପେ ନିଲମ୍ବିତ ହୁଏ? କେଉଁ ଅଧିକାର? ନା ସ୍ୱାଧୀନତା ଅଧିକାର ଆପେ ଆପେ ନିଲମ୍ବିତ ହୁଏ। ପିଲାଏ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ, ଈଶ୍ୱର କରନ୍ତୁ ସମସ୍ତେ ଖୁସିରେ ରୁହନ୍ତୁ।
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।